ମୋ ପାଖେ ବିଶେଷ କିଛି ୱାର୍ଡସ୍ ନାହିଁ କହିବା ପାଇଁ। ଦୁଇ ଜଣ ବଡ଼ ବଡ଼ ଆଗ ଧାଡ଼ିର କଳାକାର ଆମକୁ ଛାଡ଼ିକି ଚାଲିଗଲେ। ଏବେ କିଛି ଦିନ ତଳେ ହ୍ୟୁମାନ ସାଗର ଓ ବର୍ତ୍ତମାନ ଅଭିଜିତ ଏଇଟା ମୁଁ ଜମା ମାନେ ହଜମ କରିପାରୁନି, ମାନେ ବରଦାସ୍ତ କରିପାରୁନି, ସହିପାରୁନି। ଆମ ପାଇଁ ଗୋଟେ ବହୁତ ବଡ଼ କ୍ଷତି ଏଇଟା, ମାନେ ବହୁତ ଅନେଷ୍ଟଲି ମାନେ କେମିତି ଆକୁ ମୁଁ ଏକ୍ସପ୍ରେସ୍ କରିବି, କେମିତି ବୟାନ କରିବି ମୁଁ ଜାଣିପାରୁନି। ଦେଖନ୍ତୁ ଏତେ ଭଲ ସାଙ୍ଗ ଥିଲା, କଥା ହଉ ଆମେ ରେଗୁଲାର ଫୋନ୍ରେ, ଆରେ ତୋର କ'ଣ ହେଇଛି, କି ଗୀତ ଚାଲିଛି, ଆମର କ'ଣ କାମ, ମଜାମସ୍ତି, କୁଆଡ଼େ ଗଲୁ ବୁଲିବାକୁ, ଖାଇଲୁ ପିଇଲୁ, ସେ ବିଷୟରେ ବି ଆମେ ଡିସ୍କସନ୍ କରୁ। ଆଉ କାହା ସହିତ ଏଇସବୁ କଥା ମୁଁ ହେଇପାରିବିନି। ମୋର ବହୁତ ଭଲ ଲାଷ୍ଟ କଥା ହେଇଥିଲି ଯେତେବେଳେ ଏଇ ଯେଉଁ ଦେହ ଖରାପ ହେବା ପୂର୍ବରୁ, ସେ ଯେତେବେଳେ ଏଇଠି ତ 5 ମାସ ହେଲାଣି ସେ ଅଛି, ତା ପୂର୍ବରୁ ହିଁ କଥା ହେଇଥିଲି। କାରଣ 5 ମାସ ଭିତରେ ମୁଁ ସତରେ କଥା ହେଇନି ତା ସହିତ। 5 ମାସ ପୂର୍ବରୁ କଥା ହେଇଥିଲି, ପ୍ରାୟ ସବୁଦିନ କିଛି ନା କିଛି, ଆମେ 2-4 ଦିନରେ ଥରେ ଆମେ କଥା ହଉ, ରେଗୁଲାର ଡିସ୍କସନ୍ ହୁଏ, କିଛି ନା କିଛି ଟପିକ୍ରେ କଥା ହୁଏ। ତାର ବହୁତ ଗୁଡ଼ିଏ ଗୀତ ମୁଁ ଆରେଞ୍ଜ କରେ। ବାଟରେ ଆସିଲା ବେଳେ ଆମେ କଥା ହେଉଥିଲୁ, ମୋ ସହିତ ଆଶିଷ ବି ଆସିଛି, ଆମେ ଷ୍ଟୁଡ଼ିଓରେ ଥିଲୁ ଏକାଠି। ସେଇ ବିଷୟରେ କଥା ହେଇକି ଆସୁଥିଲୁ। ମୁଁ କହିଲି ଆରେ ମୋତେ ଫୋନ୍ କରି କୁହେ ଏ ଗୀତଟା ଆରେଞ୍ଜ କରିଦେ, ସେ ଗୀତଟା ମୋ ପାଇଁ ଟିକେ କରିଦେ। ମୋ ପାଇଁ ଗୀତ ଗାଇଛି ସେ, ତାର ଗୀତ ବି ମୁଁ ବହୁତ ଗାଇଛି। ଆମ ଭିତରେ ଗୋଟେ ବହୁତ ଭଲ ଫ୍ରେଣ୍ଡସିପ୍ ଥିଲା। ତ ମୁଁ ବହୁତ ଗୋଟେ ଭଲ ବନ୍ଧୁକୁ ହରେଇଲି ଆକ୍ଚୁଆଲି। ନିଶ୍ଚିତ ରୂପେ ଗୋଟେ ଭଲ ବନ୍ଧୁ। ମୋ ପାଖେ ବିଶେଷ କିଛି ୱାର୍ଡସ୍ ନାହିଁ କହିବା ପାଇଁ। ଦୁଇ ଜଣ ବଡ଼ ବଡ଼ ଆଗ ଧାଡ଼ିର କଳାକାର ଆମକୁ ଛାଡ଼ିକି ଚାଲିଗଲେ। ଏବେ କିଛି ଦିନ ତଳେ ହ୍ୟୁମାନ ସାଗର ଓ ବର୍ତ୍ତମାନ ଅଭିଜିତ ଏଇଟା ମୁଁ ଜମା ମାନେ ହଜମ କରିପାରୁନି, ମାନେ ବରଦାସ୍ତ କରିପାରୁନି, ସହିପାରୁନି। ଆମ ପାଇଁ ଗୋଟେ ବହୁତ ବଡ଼ କ୍ଷତି ଏଇଟା, ମାନେ ବହୁତ ଅନେଷ୍ଟଲି ମାନେ କେମିତି ଆକୁ ମୁଁ ଏକ୍ସପ୍ରେସ୍ କରିବି, କେମିତି ବୟାନ କରିବି ମୁଁ ଜାଣିପାରୁନି। ଦେଖନ୍ତୁ ଏତେ ଭଲ ସାଙ୍ଗ ଥିଲା, କଥା ହଉ ଆମେ ରେଗୁଲାର ଫୋନ୍ରେ, ଆରେ ତୋର କ'ଣ ହେଇଛି, କି ଗୀତ ଚାଲିଛି, ଆମର କ'ଣ କାମ, ମଜାମସ୍ତି, କୁଆଡ଼େ ଗଲୁ ବୁଲିବାକୁ, ଖାଇଲୁ ପିଇଲୁ, ସେ ବିଷୟରେ ବି ଆମେ ଡିସ୍କସନ୍ କରୁ। ଆଉ କାହା ସହିତ ଏଇସବୁ କଥା ମୁଁ ହେଇପାରିବିନି। ମୋର ବହୁତ ଭଲ ଲାଷ୍ଟ କଥା ହେଇଥିଲି ଯେତେବେଳେ ଏଇ ଯେଉଁ ଦେହ ଖରାପ ହେବା ପୂର୍ବରୁ, ସେ ଯେତେବେଳେ ଏଇଠି ତ 5 ମାସ ହେଲାଣି ସେ ଅଛି, ତା ପୂର୍ବରୁ ହିଁ କଥା ହେଇଥିଲି। କାରଣ 5 ମାସ ଭିତରେ ମୁଁ ସତରେ କଥା ହେଇନି ତା ସହିତ। 5 ମାସ ପୂର୍ବରୁ କଥା ହେଇଥିଲି, ପ୍ରାୟ ସବୁଦିନ କିଛି ନା କିଛି, ଆମେ 2-4 ଦିନରେ ଥରେ ଆମେ କଥା ହଉ, ରେଗୁଲାର ଡିସ୍କସନ୍ ହୁଏ, କିଛି ନା କିଛି ଟପିକ୍ରେ କଥା ହୁଏ। ତାର ବହୁତ ଗୁଡ଼ିଏ ଗୀତ ମୁଁ ଆରେଞ୍ଜ କରେ। ବାଟରେ ଆସିଲା ବେଳେ ଆମେ କଥା ହେଉଥିଲୁ, ମୋ ସହିତ ଆଶିଷ ବି ଆସିଛି, ଆମେ ଷ୍ଟୁଡ଼ିଓରେ ଥିଲୁ ଏକାଠି। ସେଇ ବିଷୟରେ କଥା ହେଇକି ଆସୁଥିଲୁ। ମୁଁ କହିଲି ଆରେ ମୋତେ ଫୋନ୍ କରି କୁହେ ଏ ଗୀତଟା ଆରେଞ୍ଜ କରିଦେ, ସେ ଗୀତଟା ମୋ ପାଇଁ ଟିକେ କରିଦେ। ମୋ ପାଇଁ ଗୀତ ଗାଇଛି ସେ, ତାର ଗୀତ ବି ମୁଁ ବହୁତ ଗାଇଛି। ଆମ ଭିତରେ ଗୋଟେ ବହୁତ ଭଲ ଫ୍ରେଣ୍ଡସିପ୍ ଥିଲା। ତ ମୁଁ ବହୁତ ଗୋଟେ ଭଲ ବନ୍ଧୁକୁ ହରେଇଲି ଆକ୍ଚୁଆଲି। ନିଶ୍ଚିତ ରୂପେ ଗୋଟେ ଭଲ ବନ୍ଧୁ।